ଅପ ଅମୃତରେ ବିକ୍ରମ ବେତାଳ କଳ୍ପ ଜୟନ୍ତଙ୍କ ଚିକିତ୍ସା। ଚକ୍ରପୁରୀ ଗ୍ରାମରେ ରମାକାନ୍ତ ନାମକ ଜଣେ ଲୋକ ଥିଲେ। ଜୟନ୍ତ ତାଙ୍କର ଏକମାତ୍ର ପୁତ୍ର। ମାତା ପିତା ତାକୁ ଅତି ଗେଲବସରରେ ପାଳୁଥିଲେ। ଆବଶ୍ୟକତାଠାରୁ ଅଧିକ ସ୍ନେହ ପାଇ ସେ ବିଳାସୀ ହୋଇଗଲା। ବଡ଼ ହୋଇଗଲା ପରେ ଯେତେ ବୁଝାଇଲେ ବି ସେ ବୁଝିଲା ନାହିଁ। ଏପରି ବିଳାସପୂର୍ଣ୍ଣ ପରିଶ୍ରମହୀନ ଜୀବନ ତା ପାଇଁ କାଳ ହେଲା। ସେ ମାତ୍ର 25 ବର୍ଷ ବୟସରେ ପଦାର୍ପଣ କଲାବେଳକୁ ତାର ଚର୍ମରେ କୁଞ୍ଚିତ ଭାଙ୍ଗ ଦେଖାଗଲା। ମଥାର କେଶ ପାଚିଗଲା। ପିତାମାତା ବିଚଳିତ ହୋଇ ତାକୁ ବୈଦ୍ୟଙ୍କୁ ଦେଖାଇଲେ। ବୈଦ୍ୟ ପରୀକ୍ଷା କରିବା ପରେ କହିଲେ, ପ୍ରକୃତରେ ଏଇ ରୋଗ କ'ଣ ଆମେ ଜାଣିପାରୁନାହୁଁ, ତେଣୁ ତାର ଚିକିତ୍ସା କରିବା ଆମ ପକ୍ଷରେ ଅସମ୍ଭବ। ଏହି ସମୟରେ ଗୁରୁପାଦ ନାମକ ଜଣେ ମୁନି ସେହି ଗ୍ରାମରେ ପହଞ୍ଚିଲେ। ଗ୍ରାମର ଲୋକମାନେ ମୁନିଙ୍କୁ ସେମାନଙ୍କର ଦୁଃଖ ଜଣାଇଲେ। ମୁନି ତାର ପ୍ରତିକାର ପାଇଁ ମାର୍ଗ ଦେଖାଇଲେ। ରମାକାନ୍ତ ଜୟନ୍ତଙ୍କୁ ଧରି ମୁନିଙ୍କ ପାଖରେ ପହଞ୍ଚିଲେ। ସେହି ସମୟରେ ଜୟନ୍ତର ଅବସ୍ଥା ଅତ୍ୟନ୍ତ ଗୁରୁତର ଥିଲା। ସେ ବିନା ସାହାଯ୍ୟରେ ଚାଲି ମଧ୍ୟ ପାରୁନଥିଲା। ମୁନି ତାର ଏପରି ଦୟନୀୟ ଅବସ୍ଥା ଦେଖି ଦୟାପରବଶ ହୋଇ କହିଲେ, ମୁଁ ଗୋଟିଏ ମନ୍ତ୍ର ଉପଦେଶ ପ୍ରଦାନ କରିବି। ତୁମକୁ ଏକାକୀ ନିକଟବର୍ତ୍ତୀ କୌଣସି ଜଙ୍ଗଲକୁ ଯାଇ ମନ୍ତ୍ର ଜପ କରି ତପସ୍ୟା କରିବାକୁ ପଡ଼ିବ। ତାପରେ ତୁମକୁ ସ୍ୱର୍ଗ ବୈଦ୍ୟ ଅଶ୍ୱିନୀ କୁମାର ଦ୍ୱୟ ଦର୍ଶନ ଦେବେ। ସେମାନେ ତୁମକୁ ବୈଦ୍ୟ ଶାସ୍ତ୍ରର ରହସ୍ୟ ଜଣାଇବେ। ତାଙ୍କରି ସାହାଯ୍ୟ ବଳରେ ତୁମେ ନିଜର ରୋଗର ଚିକିତ୍ସା କରିବ ଓ ସୁସ୍ଥ ହୋଇଯିବ। ତାପରେ ତୁମେ ଏହି ବୈଦ୍ୟ ବୃତ୍ତି ଗ୍ରହଣ କରିବ, ନିଜର ଓ ଅନ୍ୟମାନଙ୍କର ଉପକାର କରିବ। ମୁନିଙ୍କ କଥା ଅନୁସାରେ ଜୟନ୍ତ ନିକଟସ୍ଥ ଏକ ଜଙ୍ଗଲ ଭିତରକୁ ଗଲା। ତା ସହିତ ସମୀର ନାମକ ଜଣେ ନୌକର କେବଳ ଯାଇଥିଲା। ସେ ମାଲିକର ଆବଶ୍ୟକତା ମେଣ୍ଟାଇବା ସହିତ ସେବା ମଧ୍ୟ କରୁଥିଲା। ଜୟନ୍ତ ମୁନିଙ୍କ ଦ୍ୱାରା ପ୍ରଦତ୍ତ ମନ୍ତ୍ରୋପଦେଶ ଜପ କଲା ଓ ଶ୍ରଦ୍ଧାପୂର୍ବକ ତପସ୍ୟା କଲା। ଏହିପରି 6 ମାସ ବିତିଗଲା। ଦିନେ ଅଶ୍ୱିନୀ ଦେବତା ପ୍ରକଟିତ ହେଲେ ଓ ତାକୁ ଏକ ତାଳପତ୍ର ପୋଥି ଦେଇ କହିଲେ, ଆମେ ତୁମର ତପସ୍ୟା ଦେଖି ସନ୍ତୁଷ୍ଟ ହୋଇଛୁ, ତେଣୁ ଏହି ବୈଦ୍ୟ ଗ୍ରନ୍ଥ ତୁମକୁ ପ୍ରଦାନ କରୁଛୁ। ଏହାକୁ ପାଠ କଲେ କେବଳ ରୋଗ ନୁହେଁ, ରୋଗୀର ଚିକିତ୍ସା ପଦ୍ଧତି ମଧ୍ୟ ଜାଣିପାରିବ। କିନ୍ତୁ ମନେ ରଖ, ଏହି ଔଷଧ ସେହିମାନଙ୍କ ପାଇଁ ଫଳପ୍ରଦ ହେବ ଯିଏ ସତ କଥା କହିବ ଓ ଯାହାର ନିଜ ଭୁଲ ପାଇଁ ଅନୁତାପ ଭାବ ଥିବ। ଚିକିତ୍ସା ଆରମ୍ଭ କରିବାର 3 ମାସ ଭିତରେ ତୁମ ରୋଗ ଭଲ ହେଇଯିବ। କିନ୍ତୁ ରୋଗ ଭଲ ନ ହେବା ଯାଏଁ ତୁମେ ତୁମ ପରିବାରକୁ ଭେଟିବା ଉଚିତ ନୁହେଁ। ଏହିପରି କହି ଦେବତା ଅଦୃଶ୍ୟ ହୋଇଗଲେ। ଜୟନ୍ତ ନିଜର ଚିକିତ୍ସା ପାଇଁ ଆବଶ୍ୟକ ଜ୍ଞାନ ହାସଲ କଲା। ସମୀର ଦ୍ୱାରା ସେ ସେହି ସବୁ ଜଡ଼ିବୁଟି ଜଙ୍ଗଲରୁ ସଂଗ୍ରହ କରୁଥିଲା ଓ ନିଜ ପାଇଁ ଆବଶ୍ୟକ ଔଷଧ ପ୍ରସ୍ତୁତ କରୁଥିଲା। ଦିନେ ସମୀର ଜଙ୍ଗଲରୁ ଜଡ଼ିବୁଟି ଆଣୁଥିବା ବେଳେ ଗୋଟିଏ ହୃଷ୍ଟପୃଷ୍ଟ ଲୋକ ତାକୁ ଦେଖି ପଚାରିଲେ, ମୋତେ ଚକ୍ରପୁରୀରେ ପହଞ୍ଚାଇ ଦେଲେ ମୁଁ ତୁମକୁ 100 ମୁଦ୍ରା ଦେବି। ଆଗନ୍ତୁକ କାନ୍ଧରେ ଗୋଟିଏ ଥଳି ଝୁଲାଇଥିଲେ। ସମୀର ତାକୁ କହିଲେ, ଏତେ ଦୂର ଆସିଲେଣି, ଚକ୍ରପୁରୀ ଏଇ ପାଖରେ, କ'ଣ ଯାଇପାରିବନି? ଜଙ୍ଗଲ ପାରି ହେବାକୁ କାହାର ସାହାଯ୍ୟ ଲୋଡୁଛ କାହିଁକି? ହଠାତ୍ ମୋର ଦୃଷ୍ଟି ଶକ୍ତି ଖରାପ ହୋଇଗଲା, ମୋତେ ଭଲରେ ଦେଖାଯାଉ ନାହିଁ। ସେହି ଲୋକ ଜଣକ କହିଲା, ତେବେ ମୋ ସଙ୍ଗରେ ଆସ, ମୋ ମାଲିକ ଯେକୌଣସି ରୋଗର ଚିକିତ୍ସା କରିପାରିବେ। ସମୀର ଏପରି କହି ସେମାନଙ୍କୁ ସାଙ୍ଗରେ ଧରି ଆଶ୍ରମକୁ ଗଲା। ଜୟନ୍ତ ସେହି ଲୋକ ପାଖରୁ ତାର ବେମାର ବିଷୟରେ ଶୁଣିଲା। ତାପରେ କହିଲା, ଗୋଟିଏ ଗୋଲି ଖାଇଲେ ତୁମର ରୋଗ ଭଲ ହୋଇଯିବ, କିନ୍ତୁ ତା ପୂର୍ବରୁ ତୁମକୁ ତୁମ ବିଷୟରେ ସବୁ ସତ କଥା ପ୍ରକାଶ କରିବାକୁ ହେବ। ଏବେ ଯାଏଁ ତୁମେ ଯାହା ସବୁ ଅପରାଧ କରିଛ ତା ପାଇଁ ତୁମକୁ ପଶ୍ଚାତାପ କରିବାକୁ ହେବ। ସେ ନିଜ ସମ୍ପର୍କରେ ସବୁ କିଛି ଜଣାଇଲା। ତାର ନାମ ପ୍ରତୀକ। ସେ ସତ୍ୟପୁରରେ ରହୁଥିବା ଗୋଟିଏ ଚୋର। ସେ ଧରା ପଡୁ ନଥିଲା। କ୍ରମଶଃ ସେ ସହରର ଜଣେ ଧନୀ ଲୋକରେ ପରିଣତ ହୋଇଗଲା। ଜଣେ ଗରିବ କୃଷକ ଘରର କନ୍ୟା ଗୌରୀ ସହିତ ତାଙ୍କର ବିବାହ ହେଲା। ବିବାହ ପରେ ଗୌରୀ ଯେତେବେଳେ ଜାଣିଲା ଯେ ତାର ପତି ଗୋଟାଏ ବଡ଼ ଚୋର, ସେ ମନ ଦୁଃଖ କଲା ଓ ପ୍ରତୀକକୁ ତିରସ୍କାର କଲା। ପ୍ରତୀକ ମଧ୍ୟ ଜାଣିପାରିଲା ଯେ ଯେଉଁଦିନ ସେ ଧରା ପଡ଼ିଯିବ ତାର ପାରିବାରିକ ଜୀବନ ବିପର୍ଯ୍ୟସ୍ତ ହୋଇଯିବ। ତେଣୁ ସେ ଚୋରି ଛାଡ଼ିଦେଲା ଓ ବ୍ୟବସାୟ କଲା। ବେଶୀ ରୋଜଗାର ହେଉନଥିଲେ ମଧ୍ୟ ଦୁଃଖେ ସୁଖେ ଦିନ କଟି ଯାଉଥିଲା। ଦିନେ ଅଚାନକ ତାର ଦୃଷ୍ଟିଶକ୍ତି କ୍ଷୀଣ ହୋଇଗଲା। ତାକୁ ସ୍ପଷ୍ଟ ଭାବରେ ଦେଖାଗଲା ନାହିଁ। ସେ ଜଣେ ବୈଦ୍ୟଙ୍କୁ ଭେଟିଲା। ସେ ତାକୁ କିଛି ଔଷଧ ଦେଇ କହିଲେ, ଏହାକୁ ଖାଇଲେ ତୁମେ କିଛି ଦିନ ପାଇଁ ଉପକାର ପାଇବ, କିନ୍ତୁ ଆଉ କେତେ ବର୍ଷରେ ତୁମେ ଅନ୍ଧ ହୋଇଯିବାର ଆଶଙ୍କା ରହିଛି। ଏବେ ଯାହା ରୋଜଗାର କରୁଛ ସଞ୍ଚୟ କରି ରଖିବ।
ସେତେବେଳେ ତାହା ତୁମର କାମରେ ଆସିବ। ପ୍ରତୀକ ଏଇ କଥା ପତ୍ନୀକୁ ଜଣାଇବାରୁ ସେ କହିଲା, ଏବେ ଯାଏ ଆମେ ସମ୍ମାନର ସହିତ ବଞ୍ଚି ଆସିଛନ୍ତି। ଅଧିକ ଧନ ସଞ୍ଚିବାକୁ ହେଲେ ତୁମକୁ ଚୋରି କରିବାକୁ ପଡ଼ିବ। ତୁମେ ଅନ୍ଧ ହୋଇଯିବା ଆଗରୁ ଏହା କରିବାକୁ ହେବ। ଭବିଷ୍ୟତ କଥା ଭାବି ପ୍ରତୀକ ଭୟଭୀତ ହୋଇ ପଡ଼ିଥିଲା। ସେ ନିରୁପାୟ ହୋଇ ପୁଣି ଥରେ ଚୋରି ଆରମ୍ଭ କଲା। ଗୋଟିଏ ସପ୍ତାହରେ ସେ ବେଶ କିଛି ଗହଣା ଓ ଟଙ୍କା ହାସଲ କଲା। ନ୍ୟାୟାଧୀଶ ସତ୍ୟଦୀପ ସତ୍ୟନଗରରେ ଚୋରିର ମାତ୍ରା ହଠାତ୍ ବଢ଼ି ଯାଇଥିବାର ସୂଚନା ପାଇଲେ। ସତ୍ୟଦୀପଙ୍କର ସନ୍ଦେହ ହେଲା ଯେ ସହରର କୌଣସି ଜଣାଶୁଣା ଲୋକ ଏହି ଚୋରି କରୁଛି କିମ୍ବା କରାଉଛି। ସେ ସହରର ସବୁ ଧନୀ ଲୋକଙ୍କର ଘର ଖାନତଲାସ କରିବାକୁ ନିର୍ଦ୍ଦେଶ ଦେଲେ। ସତ୍ୟଦୀପଙ୍କର ଜଣେ ପରୋପକାରୀ, ସତ୍ୟବାନ ଓ ନିରପେକ୍ଷ ନ୍ୟାୟାଧୀଶ ଭାବରେ ସମ୍ମାନ ଥିଲା। ତେଣୁ ତାଙ୍କ ଘୋଷଣାକୁ ନଗରବାସୀ ସ୍ୱାଗତ କଲେ। ମାତ୍ର ପ୍ରତୀକ ଏହି ଘୋଷଣା ଶୁଣି ଡରିଗଲା। ଧରାପଡ଼ିଯିବାର ଯଥେଷ୍ଟ ସମ୍ଭାବନା ଥିଲା। ତେଣୁ ପତ୍ନୀଙ୍କ ପରାମର୍ଶ କ୍ରମେ ସେହି ସବୁ ଗହଣା ବିକ୍ରି କରିଦେବାକୁ ଜଙ୍ଗଲ ମଧ୍ୟ ଦେଇ ଚକ୍ରପୁରୀ ଆସୁଥିଲା। ଜଙ୍ଗଲ ମଧ୍ୟରେ ଦୃଷ୍ଟିଶକ୍ତି ଖରାପ ହୋଇଗଲା। ସେତିକି ବେଳେ ସମୀର ସହିତ ତାର ଦେଖା ହେଲା। ପ୍ରତୀକ ପୂରା ବିବରଣୀ ଦେଇ କହିଲା, ମୋର ଆଖି ଭଲ ହୋଇଗଲେ ମୁଁ ଆଉ କେବେ ବି ଚୋରି କରିବି ନାହିଁ। ଜୟନ୍ତ ତାକୁ ଗୋଟିଏ ଗୋଲି ଦେଲେ, ଯାହାକୁ ଖାଇବା ମାତ୍ରେ ତାର ଦୃଷ୍ଟିଶକ୍ତି ସମ୍ପୂର୍ଣ୍ଣ ଠିକ୍ ହୋଇଗଲା। ସେ ଜୟନ୍ତଙ୍କୁ ପ୍ରଣାମ କରି କହିଲା, ହୁଜୁର, ଆପଣ ମୋ ପାଇଁ ଭଗବାନ ସଦୃଶ ମହାନ। ମୁଁ ସତ୍ୟପୁର ଯାଉଛି। ସେଠାରେ ମୋର ଦୋଷ ସ୍ୱୀକାର କରିବି ଓ ଯାହାର ଯାହା ଗହଣା ଆଣିଥିଲି ତାହା ଫେରାଇ ଦେବି। ମାତ୍ର ତା ପୂର୍ବରୁ ମୋତେ ଚକ୍ରପୁର ଯିବାକୁ ପଡ଼ିବ। ମୋର ଦାଦା ବେମାର ଅଛନ୍ତି, ତାଙ୍କୁ ଦେଖିବାକୁ ଯିବି। ମୁଁ ଫେରିବା ଯାଏଁ ଏଇ ଗହଣା ଆପଣଙ୍କ ପାଖରେ ଥାଉ। ଫେରିବା ବେଳେ ନେଇଯିବି। ଏପରି କହି ପ୍ରତୀକ ଜୟନ୍ତଙ୍କ ପାଖରେ ଗହଣା ରଖି ଚକ୍ରପୁର ଚାଲିଗଲା। ଏହି ସମୟରେ ସତ୍ୟପୁରର ଲୋକମାନେ ପ୍ରଚାର କଲେ ଯେ ପ୍ରକୃତ ଚୋର ଜଙ୍ଗଲରେ ଘୂରି ବୁଲୁଛି। ଏହାକୁ ବିଶ୍ୱାସ କରି ସତ୍ୟଦୀପ କେତେଜଣ ସୈନିକଙ୍କୁ ସଙ୍ଗରେ ଧରି ଜଙ୍ଗଲରେ ଖାନତଲାସ ଆରମ୍ଭ କଲେ। ସେଠାରେ ଜୟନ୍ତଙ୍କ ଆଶ୍ରମରୁ ସେ ସବୁ ଗହଣା ଜବତ କଲେ। ଜୟନ୍ତ ସତ୍ୟଦୀପଙ୍କ ଆଗରେ ସବୁ କଥା ବର୍ଣ୍ଣନା କଲେ। ସେହି ଗହଣା ତାଙ୍କ ପାଖକୁ କେମିତି ଆସିଲା, କିପରି ଅଶ୍ୱିନୀ ଦେବତାଙ୍କ କୃପାରୁ ସେ ଅଲୌକିକ ଚିକିତ୍ସା ଶକ୍ତିର ଅଧିକାରୀ ହେଲେ ଓ ନିଜେ ସୁସ୍ଥ ହେଲେ, ଏହିସବୁ କଥା ସେ ପ୍ରକାଶ କଲେ। କିନ୍ତୁ ପ୍ରତୀକଙ୍କର ନାମ କି ତାଙ୍କର ଅସୁସ୍ଥତା କଥା ଜଣାଇଲେ ନାହିଁ। ସତ୍ୟଦୀପ ତାଙ୍କ କଥାରେ ବିଶ୍ୱାସ କଲେ ନାହିଁ। ସେ ତାଙ୍କୁ ଓ ସମୀରକୁ ବନ୍ଦୀ କରି କାରାଗାରକୁ ନେଇଗଲେ। ସେଠାରେ ସେମାନଙ୍କୁ ଉପଯୁକ୍ତ ଯତ୍ନର ସହିତ ରଖାଇଲେ। ଏହାପରେ ଜୟନ୍ତଙ୍କର କାହାଣୀର ପ୍ରଚାର କରି ଘୋଷଣା କରାଇଲେ, ଯେଉଁମାନେ ଦୀର୍ଘ ଦିନରୁ ଅସୁସ୍ଥତା ଭୋଗୁଛନ୍ତି ସେମାନେ କାରାଗାରରେ ଜୟନ୍ତଙ୍କୁ ସାକ୍ଷାତ କରି ଚିକିତ୍ସା କରାଇ ପାରିବେ। ଏହି ଘୋଷଣା ଶୁଣି ଯେଉଁମାନେ ଜୟନ୍ତଙ୍କୁ ସାକ୍ଷାତ କଲେ, ନିଜର ଦୋଷକୁ ମୁକ୍ତ କଣ୍ଠରେ ସ୍ୱୀକାର କଲେ, ସେମାନେ ଜୟନ୍ତଙ୍କ ଚିକିତ୍ସାରେ ଭଲ ହୋଇଗଲେ। କିନ୍ତୁ ଜୟନ୍ତ ରୋଗୀମାନଙ୍କର ଅପରାଧର କାହାଣୀ ଗୋପନ ରଖିଲେ। ତାଙ୍କ ନିକଟକୁ ରୋଗୀମାନଙ୍କର ଲମ୍ବା ଧାଡ଼ି ଲାଗିଲା। କିଛି ଦିନ ପରେ ପ୍ରତୀକ ଚକ୍ରପୁରୀରୁ ଫେରି ଆସିଲା। ସେ ସତ୍ୟଦୀପକୁ ଭେଟି ନିଜର ଅପରାଧ ସ୍ୱୀକାର କଲା ଓ ଜୟନ୍ତଙ୍କୁ ଛାଡ଼ିଦେଇ ପ୍ରତିବଦଳରେ ତାକୁ ବନ୍ଦୀ କରିବାକୁ ନିବେଦନ ଜଣାଇଲା। ସତ୍ୟଦୀପ କହିଲେ, ତୁମେ ତୁମ ଅପରାଧ ସ୍ୱୀକାର କର। ଏହାର ଅର୍ଥ ହେଉଛି ତୁମର ଆଚରଣରେ ପରିବର୍ତ୍ତନ ହୋଇଛି, ତେଣୁ ତୁମକୁ ଦଣ୍ଡ ମିଳିବ ନାହିଁ। କିନ୍ତୁ ଜୟନ୍ତଙ୍କୁ ମୁଁ ଆଉ କିଛି ଦିନ କାରାଗାରରେ ରଖିବା ପାଇଁ ନିଷ୍ପତ୍ତି ନେଇସାରିଛି। ବେତାଳ ଏହି କାହାଣୀ ଶୁଣାଇ ସାରିବା ପରେ ପ୍ରଶ୍ନ କଲା, ରାଜନ, ପ୍ରତୀକ ଦୋଷୀ ବୋଲି ଜାଣିଲା ପରେ ମଧ୍ୟ ତାକୁ ବନ୍ଦୀ କରାଗଲା ନାହିଁ। ଜୟନ୍ତ ନିର୍ଦ୍ଦୋଷ ହୋଇଥିଲେ ବି ତାଙ୍କୁ କାରାଗାରରେ ରଖିବା ପାଇଁ ନିଷ୍ପତ୍ତି ନିଆଗଲା। ନ୍ୟାୟାଧୀଶଙ୍କର ଏପରି ନିର୍ଣ୍ଣୟ ଅନ୍ୟାୟ ନୁହେଁ କି? ଏପରି ନିର୍ଣ୍ଣୟ କ'ଣ ପ୍ରମାଣିତ କରୁନାହିଁ ଯେ ସତ୍ୟଦୀପ ଅନ୍ୟାୟର ସମର୍ଥକ ଓ କ୍ରୂର ସ୍ୱଭାବରେ ବିଚାରକ? ଏହିପରି ସତ୍ୟଦୀପକୁ ପୁଣି ଲୋକମାନେ ଉତ୍ତମ ନ୍ୟାୟାଧିକାରୀ ଓ ପରୋପକାରୀ ମନେ କରୁଛନ୍ତି। ସେହି ଲୋକମାନେ କ'ଣ ଅଜ୍ଞାନ ନୁହନ୍ତି? ମୋର ଏହି ସନ୍ଦେହର ସମାଧାନ ଜାଣି ସୁଦ୍ଧା ନୀରବ ରହିଲେ ତୁମର ମସ୍ତକ ଶତଧା ବିଦୀର୍ଣ୍ଣ ହେବ। ବିକ୍ରମାର୍କ ଉତ୍ତର ଦେଲେ, ଦୋଷୀଙ୍କର ସ୍ୱଭାବରେ ପରିବର୍ତ୍ତନ ଆଣିବା ପାଇଁ କାରାଗାରରେ ରଖାଯାଏ। ପ୍ରତୀକର ଉତ୍ତମ ପରିବର୍ତ୍ତନ ହୋଇସାରିଛି, ତେଣୁ ତାକୁ ଆଉ କାରାଗାରରେ ରଖିବାର ପ୍ରୟୋଜନ ନଥିଲା। ଏହି କାରଣରୁ ନ୍ୟାୟାଧୀଶ ସତ୍ୟଦୀପକୁ ଛାଡ଼ିଦେଲେ। ଏବେ ରହିଲା ଜୟନ୍ତଙ୍କ କଥା। ନ୍ୟାୟାଧୀଶ ତାଙ୍କ ସହିତ କୌଣସି ଅନ୍ୟାୟ କରିନାହାନ୍ତି, ଅପରନ୍ତୁ ତାଙ୍କର ଉପକାର କରିଛନ୍ତି। ତାଙ୍କୁ ସମ୍ମାନର ସହ ରଖାଇଛନ୍ତି। ଜୟନ୍ତଙ୍କର ଅଦ୍ଭୁତ ଚିକିତ୍ସା ପଦ୍ଧତି ବିଷୟରେ ଘୋଷଣା କରିଛନ୍ତି। ଜୟନ୍ତଙ୍କ ପାଖରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ନିଜର ଅପରାଧ ସ୍ୱୀକାର କରିବାକୁ ପଡ଼ୁଥିବା କଥା କେବଳ ସେ ହିଁ ଜାଣିଥିଲେ। ସେହିପରି ଲୋକମାନେ ଆଉ କେବେ ବି ଅପରାଧ କରିବେ ନାହିଁ। ସେମାନଙ୍କ ସ୍ୱଭାବରେ ପରିବର୍ତ୍ତନ ଘଟିଥିବାରୁ ସେମାନେ ଦଣ୍ଡିତ ମଧ୍ୟ ହେବେ ନାହିଁ।
ସତ୍ୟଦୀପ ସତ୍ୟପୁରର ଅପରାଧୀମାନଙ୍କ ମଧ୍ୟରେ ସଂସ୍କାର ଆଣିବାକୁ ଚାହୁଁଥିଲେ। ସେଥିପାଇଁ ସେ ଜୟନ୍ତଙ୍କୁ ଅଟକ ରଖିଲେ। ପୁନଶ୍ଚ ଜୟନ୍ତଙ୍କୁ ଅଟକ ରଖିବାର ଅନ୍ୟ ଏକ ରହସ୍ୟ ଥିଲା। ଜୟନ୍ତ ସତ୍ୟପୁରରେ ଥିବା ଯାଏଁ ନିଜର ବାପା ମା କି ସମ୍ପର୍କୀୟଙ୍କ ସହିତ ଦେଖା କରିବାର ସୁଯୋଗ ପାଇବେ ନାହିଁ। ଏହାଦ୍ୱାରା ସେ ନିଜର ନିୟମ ପାଳନ କରିପାରିବେ। ଏହି ସବୁ କାରଣରୁ ଲୋକମାନଙ୍କର ମତରେ ସତ୍ୟଦୀପ ଜଣେ ପରୋପକାରୀ, ନିରପେକ୍ଷ ଓ ଉତ୍ତମ ନ୍ୟାୟାଧୀଶ, ସମ୍ପୂର୍ଣ୍ଣ ଯଥାର୍ଥ ଓ ଗ୍ରହଣୀୟ ଅଟେ। ଏହିପରି ରାଜାଙ୍କର ମୌନ ଭଙ୍ଗ କରିବାରେ ସଫଳ ହୋଇ ଶବ ଓ ଶବସ୍ଥିତ ବେତାଳ ଅଦୃଶ୍ୟ ରୂପରେ ପୁନଶ୍ଚ ବୃକ୍ଷ ଡାଳରେ ଝୁଲି ପଡ଼ିଲା।